ପଣ୍ଡୁ ଦେଶନେ ନଖେ ମାଜେ ନିମିଷେ କୋଟି ସୁଖ ବୁଝେ ପଣ୍ଡୁ ଅନ୍ତରେ ମହାଦୁଃଖ ଦେଶନେ ଗୃହ ବନ୍ଧ ସୁଖ। ଗୋଟେ କଥା ଯେ କୁଣ୍ଡେଇ ହେଲା ଯେ କୁଣ୍ଡିଆ ହେଲା ଯେ ଭାରି ବଢିଆ ଲାଗୁଛି। କୁଣ୍ଡେଇ ସାରିଲା ପରେ ଯେତେବେଳେ ପୋଡିବ ସେତେବେଳେ ଦୁଃଖ। ଠିକ ସେମିତି ମୁଁ ଯେତେବେଳେ ନେଇ ଆସିଲି ଧାର ବାକି କରି ଜଗିବା ପାଇଁ ଭାରି ଭଲ ଲାଗିଲା। ମୁଁ ଆଣିକି ଲୋକମାନଙ୍କୁ ଖାଇବା ପିଇବାକୁ ଦେଇଦେଲି। ବର୍ତ୍ତମାନ ପୋଡିବ ମୁଁ ଯାଇଥିଲି ବଜାରକୁ ତାକୁ ସବୁ ଟଙ୍କା ଦବା ପାଇଁ ବୁଝିଲେ ନା। ଟଙ୍କା ସବୁ ଦେଇକି ଆସିଲି ଯାହା ସବୁ ଧାର ବାକି ଥିଲା ସବୁ ଦେଇକି ପଳେଇ ଆସିଲି। ତାପରେ ମୁଁ ଦେଖିଲି ଆପଣ ଚ୍ୟାନେଲ ଦେଖିଲା ପରେ ମତେ ଭଲ ଲାଗିଲା। ମୁଁ ମୋ ଦୀକ୍ଷାଟା ଆଉ ଥରେ ମୁଁ ଭାବୁଛି ଏ ଦୀକ୍ଷାଟା ନେଲେ ମତେ ଟିକେ ଭଲ ଲାଗିବ। ମୁଁ ଆପଣ ପ୍ରାଞ୍ଜଳ ଭାବେ ସବୁ ଦେଖୁଛି ୟୁଟ୍ୟୁବରେ ଆପଣଙ୍କ ଚ୍ୟାନେଲ ମତେ ଭଲ ଲାଗୁଛି। ତାପରେ ଆପଣ ବି ଜଣେ ଏଜୁକେଟେଡ ଲୋକ। ଆପଣ ଏ ବିଷୟରେ ବ୍ରହ୍ମଚାରୀ। ଆପଣ ଏ ବିଷୟରେ ଦକ୍ଷତା ଅଧିକ ଆପଣଙ୍କର। ତାପରେ ସବୁ ଜାଣିଲା ପରେ ମତେ ଟିକେ ସାଟିସ୍ଫାଇ ଲାଗିଲା। ମୁଁ କହିଲି ନାଇଁ ଏଇଠୁ ଆଉ ଥରେ ଦୀକ୍ଷା ନବା। ହଉ କ୍ଷତି ତ ନାହିଁ ନା କିଛି ଦୀକ୍ଷା ନେଲେ? କିଛି କ୍ଷତି ନାହିଁ। ମୁଁ ସେ ଯୋଉ ଦୀକ୍ଷାଟା ନେଇନି କି ବାବା ସେ ଦୀକ୍ଷା ହିଁ ଭଲ। ମୁଁ କୌଣସି ନିନ୍ଦା କରୁନି କୋଉ ଦୀକ୍ଷା ଭଲ ସବୁ ଆମର କରିବାନି। ହଁ ହେଲେ ମୁଁ ସବୁ ସତ ମାର୍ଗରେ ଆମେ ଯାଉଛେ ଭଲ ଜିନିଷ ଗୁଡା ସେ କିନ୍ତୁ ଏତିକି କଣ ଆମକୁ ଆଉ ଟିକେ ପ୍ରାଞ୍ଜଳ ଭାବେ ବୁଝିବା ଦରକାର ଗୋଟେ ଜିନିଷ। ଅଧିକ ଟିକେ ଆମକୁ ଜାଣିବାକୁ ପଡିବ। ଆଉ ଆମେ ଖାଲି ବୟସ ଗଡି ଯାଉଥିବ ମୁଁ ଖାଲି ଧ୍ୟାନ କରୁଥିବି ପ୍ରାଣାୟାମ କରୁଥିବି ଯୋଗ କରୁଥିବି କିଛି ସିଦ୍ଧି ପାଇପାରୁନଥିବି ରିଜଲ୍ଟ କିଛି ନାହିଁ। ରିଜଲ୍ଟ କିଛି ଜିରୋ। ସେଇ ହିସାବରେ ଟିକେ ମୁଁ ଆପଣଙ୍କ ପାଖକୁ ଆଉ ଥରେ ହଉ ତମେ ଯାଞ୍ଚ କରିବ ଆଉ କଣ। ନିଗମାନନ୍ଦ ପରମହଂସଙ୍କ ଗୁରୁ ଗୀତା ହେଇଛି ଶିବ ହିଁ ଗୁରୁ ଗୁରୁ ହିଁ ଶିବ। ଶିବ ରୁଷ୍ଟ ହେଲେ କେବଳ ଗୁରୁ ହିଁ ରଖିପାରିବେ କିନ୍ତୁ ଗୁରୁ ରୁଷ୍ଟ ହେଲେ ଶିବ ରଖିପାରିବେନି। ତାହେଲେ ମୁଁ ଚାହୁଁଛି ତାହେଲେ ଗୁରୁ କିଏ ସେଇ ପ୍ରଶ୍ନଟା ଟିକେ ଆପଣଙ୍କୁ ପଚାରୁଛି। ଗୁରୁ କିଏ ସେ? ଠାକୁର ନିଗମାନନ୍ଦ ପରମହଂସ ଗୁରୁ ନା ଶିବ ହଉଛନ୍ତି ଗୁରୁ? ନିଗମାନନ୍ଦ ପରମହଂସ ଗୁରୁ ନା ଶିବ ଗୁରୁ? ଆପଣ ବା କହୁଛନ୍ତି ଶିବ ଗୁରୁ ବୋଲି। ସିଏ ଲେଖିଛନ୍ତି ପୁରା ସ୍ୱତନ୍ତ୍ର ଯେ ଗୁରୁଦେବ ହିଁ ସାକ୍ଷାତ ଶିବ ଓ ସର୍ବାଦ ସାଧକ ଅଟନ୍ତି। ଗୁରୁଦେବ ହିଁ ମଧ୍ୟ ପରମ ତତ୍ତ୍ୱ ଅଟନ୍ତି। ଏଟା ଗୁରୁ ଗୀତାରେ ଲେଖା ହେଇଛି। ଗୁରୁ ଲେଖା ହେଇଛି ସେ ଶଙ୍କରୀ ଆଦିନାଥ ମହାକାଳ ଶିବ ହିଁ ସମସ୍ତ ମନ୍ତ୍ରର ଗୁରୁ। ମନ୍ତ୍ର ପ୍ରଦାନ କାଳରେ ମନ୍ତ୍ରଦାତା ମାଧ୍ୟମରେ ସେହି ମହାକାଳ ଆଦି ଗୁରୁ ଅଧିଷ୍ଠାନ ହୋଇଥାଏ। ଅତଏବ ହେ ଦେବୀ ଗୁରୁ କହିଲେ ମନୁଷ୍ୟ ହୋଇପାରନ୍ତି ନାହିଁ। ସେ ଯାହା କହିଛନ୍ତି ଠିକ ଶିବ ହିଁ ଗୁରୁ। ସେଥିରେ ଲେଖିଲେ ଯେ ଗୁରୁ ସେ ହିଁ ସ୍ୱୟଂ ଶିବ ନାମରେ କଥିତ। ଯିଏ ଶିବ ସିଏ ହିଁ ଗୁରୁ। ଶୁଣ ତମେ କହୁଛ ଯେ ଶିବ ହଉଛନ୍ତି ପ୍ରକୃତ ଗୁରୁ ହେଲା। ସେଇ ଶିବ ସଦ୍ଗୁରୁଙ୍କ ହୃଦୟରେ ପ୍ରକଟିତ ହେଇକି ତମକୁ ଦୀକ୍ଷା ଦିଅନ୍ତି ତମ ହୃଦୟରେ ଆସନ୍ତି ହେଲା। ଶିବ ହଉଛି ପ୍ରକୃତ ଗୁରୁ। ସେ ଶିବ କେମିତି ନା ସଦ୍ଗୁରୁଙ୍କ ହୃଦୟରେ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ। ଗୁରୁ ପରମ ବ୍ରହ୍ମ ସେ ଶିବ ବ୍ରହ୍ମା ବିଷ୍ଣୁ ସବୁ ହଉଛନ୍ତି ଗୁରୁ। ତେଣୁ ଶିବ ଗୁରୁ ଯାହା କହୁଛନ୍ତି ସେ ଗୁରୁ ହିଁ ନିଜେ ଶିବ ବୁଝିଲେ ନା। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଶିବ। ଗୁରୁଙ୍କୁ ଆମେ ଯୋଉ ରୂପରେ ଦେଖିବା ସେ ସେଇ ରୂପରେ ହେବେ। ଏବଂ ଶିବ ବୋଲିକି ଗୋଟେ ସ୍ୱତନ୍ତ୍ର କେହି ଠାକୁର ନାହିଁ ଜଗତରେ ତମକୁ ଆସିକି ଗୁରୁ ରୂପରେ ବରଣ କରିବେ। ମୁଁ ତମକୁ ଗୋଟେ ଉଦାହରଣ ଦଉଛି ଶୁଣ ଯେ ତମର ଗୋଟେ ଗାଈ ଦେହ ଖରାପ ହେଲା ବୁଝିଲେ କି। ଡାକ୍ତର ଆସିଲା ତମକୁ ଔଷଧ ଦେଇକି ଚାଲିଗଲା ହେଲା। ସେ ଡାକ୍ତର କିଏ? ଡାକ୍ତର ବୋଲିକି ଜଣେ କିଏ ଜଗତରେ ଅଛି କି? ଯିଏ ଡାକ୍ତରୀ ପାଠ ପଢିଲା ତାକୁ କୁହାଯିବ ଡାକ୍ତର। ଯିଏ ଡାକ୍ତରୀ ପାଠ ପଢିଲା ଯିଏ ବାସ ସେମିତି ଡାକ୍ତର କହିଲେ କେତେ ଡାକ୍ତର ଅଛନ୍ତି ସେ ଡାକ୍ତର କେତେ ଗୁରୁ ଅଛନ୍ତି। ମୁଁ କହୁଛି ଶୁଣ ତମେ ଅଧିକା କହିଦିଅ ନା। ଗୋଟେ ଡାକ୍ତର ଆସିକି ଯୋଉ କହିଲେ କେତେ ଡାକ୍ତର ଯୋଉ ଅଛନ୍ତି ସେ ଡାକ୍ତର କିଏ? ସେ ନା ସେ ଡାକ୍ତର ଆମର ଭରି ମଣିଷ। ଯିଏ ଡାକ୍ତରୀ ବିଦ୍ୟା ହାସଲ କଲା ସେ ଡାକ୍ତର ହେଲା ଠିକ ସେମିତି ଗୁରୁ କିଏ? ସେ ନା ଗୁରୁ ଆମରି ଭଳି ମଧ୍ୟ ମଣିଷ ଯାହାର ଚିତ୍ତ ଶୋଧନ ହେଲା ଯିଏ ପରମାତ୍ମାକୁ ଦର୍ଶନ କଲା ଯିଏ ଶିବ ରୂପୀ ପରମ ବ୍ରହ୍ମକୁ ଯିଏ ଦର୍ଶନ କଲା ତାକୁ ହିଁ ଆମେ ଗୁରୁ ବୋଲିକି କହିବା। ତେଣୁ ଗୁରୁ ହଉଛନ୍ତି ଶିବ ମାନେ ଯିଏ ଶିବ ସେଇ ଗୁରୁ। ଲେଖିଲେ ପରା ଶ୍ରୀ ଗୁରୁଦେବ ହିଁ ସାକ୍ଷାତ ସଦାଶିବ। ବାସ୍ ସଦାଶିବ ହଉଛନ୍ତି ନିଜେ ଗୁରୁ ଯାହା ଲେଖିଛନ୍ତି ପୁରା ଠିକ।
तेणु एथिरे किछि दुरुक्ति मत नै तमे सेई गुरु हिसाब रे तमे जहाकू तुम खुशी तमे तांको गुरु धरिकरी तमे तांको सेवा करिकरी तमे उच्चतर साधना करि पारिबो। जो गुरु कहते गुरु को जो पूजा करने कथा आम से गुरु को जो आम जो मन ठाकुर मान परमर्श को आम गुरु बोलिकी मानिकी चलवा जो पूजा पद्धति आम करूँ जो पादुआ फदुआ थोड़ा बेलपत्र तुलसी पत्र हरिका लगे ना लगी पार? हाँ लगिपर ना से आम गोटे यूट्यूब गोटे झीटे थे कहूला आम शुणुलु ना गुरु पाखे तुलसी बेलपत्र लगी पार ना केवल शिव पाखे लगे बेलपत्र शुण भक्त माने गुरु जो शिष्य जी है गुरु ता ठाकुर आज्ञा किंतु मो पाई न होई पारे। हाँ मु मो गुरु को पाखरे कौन देकी पूजा करी सेटा मो भक्ति रे मु जानी छी है किंतु से दुनिया पाई नुए कौन बुझ पले जहाँ स्वाद अनुसार जी जहाँ कहला बास बोटी कथा मो स्वाद अनुसार मो रुचि अनुसार मो ठाकुर मोर किमिति सजेमी मु बेलपत्र दे पारे मु तुलसी पत्र दे पारे मो घरे मु मोर पर्सनल मोर पूजा करी मो गुरु को ठाकुर करी है कि किंतु मो गुरु को सीना मु ठाकुर भावुची ता बोले कि अन्य लोकटा भाबी न पारे तेणु तांको पाई नुहे से तेणु आमे आम पाई केवल करवा अन्य मानक पाखर प्रचार करिवार किछि नै गुप्ता जे मुक्ता प्रकटा जे नष्टा बुझले तमे जदि निगमानंद किंतु सेथरे गोटे लिखिले जे परमहंस जो माने से माने होछंती सद्गुरु बास ठीक जो माने परमहंस से माने सद्गुरु से माने पूर्ण अभिलाष पूर्ण करि परमहंस नुहति सुनतु गुरु परमहंस नुहति परमहंस गुरु अटंती काहे ना जेति जे कोसी गुरु जने परमहंस हे जिवो एटा ठीक नुहे नहीं ना सब लोग परमहंस हो पारे सब लोग गुरु हो पारे गुरु बोली तत्व नाम गुरु अच्छा केते प्रकार गुरु अच्छा शिक्षा गुरु देला गुरु तो देखिले से 4 प्रकार गुरु लिखिले ना आमर जो लिखि परम गुरु परापर गुरु परमेष्ठ गुरु गुरु लिखिले 4 प्रकार से बही रे हाँ नाई सबुठु परम गुरु हेले सर्वश्रेष्ठ गुरु नाई ताको बुझीवा तमर भूल हैला गुरु 4 प्रकार नुहति गुरुंकर बुझल कि गुरुंकर पीढ़ी होची 4 प्रकार पीढ़ीटा 4 प्रकार गुरु परम गुरु परात्पर गुरु परमेष्ठ ये सब होचे गुरुंकर गुरु पीढ़ी गुरुंकर गुरु जी सी हैला परम गुरु तांकर गुरु जी होची परमेष्ठ गुरु तांक एमि सब जो अछि ये सब गुरुंकर गुरु परंपरा गोटे पीढ़ीर किंतु गुरुंकर प्रकार भेदरे गुरु होचंती 4 प्रकार बुझल कि गोटे शिक्षा गुरु गोटे हूँ दीक्षा गुरु गोटे हूँ पितामाता गुरु गोटे हूँ सद्गुरु बुझल प्रकृत सद्गुरु को माने हाँ प्रकृत सद्गुरु को माने ना ना जी सद्गुरु से प्रकृत सद्गुरु किंतु गोटे कथा हूँ मु जो 4 प्रकार गुरु कहली शुण शिक्षा गुरु केबे सद्गुरु हो पारे नहीं दीक्षा गुरु जी टिके नाम देले सी भी सद्गुरु हो पारे नहीं बाप माँ जन्म करदे सी आमर सद्गुरु हो पारे नहीं नाई किंतु सद्गुरु किए से ना सद्गुरु होचंती जी तुमको तत्व गुरु जी तुमको आत्मार मुख्य गति प्राप्त करदेव ताहे से होचन सद्गुरु जी तुमको नहीं पुणी अपुनरागमन जो आसते से जगह को जी फेराण सूत्र रे तुमको से जगह को पठे दे पारिबो ए जन्म मृत्यु चक्र रु उद्धार करि परिबो ताकू आमे सद्गुरु बोली कहिबा बुझला ताकू पाइबा केमते हां सद्गुरु को पाइबा निज हृदय भीतर गोटे विवेक शक्ति रही बुझल ना से विवेक शक्ति खोजु 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 निश्चिंत तुम आखिर दिन आसो जो तुम भाग्य खोली से तुम आखि आगे आसिक पहुंची जीवे मु गोटे उदाहरण दूसरी तुमको शुण गोटे भंडटे है पूरा भंड तपस्वी विषय धारण करके भंडटे आसिकी सी कौच मु साक्षात सद्गुरु तुम हृदय केबे मानिब नहीं तुम हृदय जो विवेक शक्ति रही सी सीना 1000 कहले सुधा तुम हृदय मानबनी तेणु कहीं आम हृदय गोटे पुरुष अच्छी से जांच करके देखीदेव ये प्रकृत सत कि मिछ कि ठीक हो कि भूल कौच कौन बुझल ना से प्रकार तुम खोजी चल जिते तुम अंतर हृदय ऑटोमेटिक कह जे हाँ यही हूँ सद्गुरु या वाक्य रू आम कि बुझीपर जापर शिखिपार यही मत उद्धार करें से तुम ही सद्गुरु बोलिकी जापर संधान पाइब भीतर गोटे विवेक अच्छी ता छड़ा एत व्यतीत आमर सद्गुरु लक्षण भागवत 11 स्कंध अच्छी वैष्णव लक्षण भागवत 11 स्कंध अच्छी
ସ୍ଥିତପ୍ରଜ୍ଞର ଲକ୍ଷଣ ଶ୍ରୀମଦ୍ ଭଗବଦ ଗୀତା 2ୟ ଅଧ୍ୟାୟ 54ରୁ 61 ଶ୍ଲୋକ ମଧ୍ୟରେ ଲେଖାଯାଇଛି। ପ୍ରଥମେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଛି, ସ୍ଥିତପ୍ରଜ୍ଞ ସକା ଭାଷା ସମାଧିସ୍ତସ୍ୟ କେଶବ ସ୍ଥିତଧି କିଂ ପ୍ରଭାସେତ କିମାସିତ ବ୍ରଜେତ କିମ୍। ଅର୍ଥାତ୍ ସମାଧିସ୍ଥ ସ୍ଥିର ବୁଦ୍ଧି ମନୁଷ୍ୟର ଲକ୍ଷଣ କ'ଣ, ସେ କି ପ୍ରକାର କଥା କହନ୍ତି, କିପରି ରହନ୍ତି ଓ କିପରି ଆଚରଣ କରନ୍ତି। ଏ କଥା ଅର୍ଜୁନ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ। ତେଣୁ ସେହି ପ୍ରଶ୍ନର ଉତ୍ତରରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, କ'ଣ କହୁଛନ୍ତି? ପ୍ରଜହାତି ଯଦା କାମାନ୍ ସର୍ବାନ୍ ପାର୍ଥ ମନୋଗତାନ୍ ଆତ୍ମନେବାତ୍ମନା ତୁଷ୍ଟ ସ୍ଥିତ ପ୍ରଜ୍ଞା ତଦୋଚ୍ୟତେ। ଅର୍ଥାତ୍ ତା'ର ଅର୍ଥ କ'ଣ, ଯେ ମନୁଷ୍ୟ ଯେତେବେଳେ ତା ମନରେ ଥିବା ସମସ୍ତ କାମନା ଗୁଡ଼ିକୁ ପରିତ୍ୟାଗ କରେ ଓ ନିଜଠାରେ କେବଳ ନିଜ ଦ୍ୱାରା ସନ୍ତୁଷ୍ଟ ରହେ, ସେତେବେଳେ ତାହାକୁ ସ୍ଥିତପ୍ରଜ୍ଞ ବା ସ୍ଥିର ବୁଦ୍ଧି ବିଶିଷ୍ଟ ମନୁଷ୍ୟ କୁହାଯାଏ। ତାପରେ ଦୁଃଖେଷୁ ନୁଦ୍ବିଗ୍ନ ମନା ସୁଖେଷୁ ବିଗତ ସ୍ପୃହ ବିତରାଗ ଭୟ କ୍ରୋଧ ସ୍ଥିତ ଅଧୀର ମୁନିରୁଚ୍ୟତେ। ଅର୍ଥାତ୍ ଦୁଃଖରେ ଉଦ୍ବେଗ ଶୂନ୍ୟ, ସୁଖରେ ସ୍ପୃହାରହିତ, ଆସକ୍ତି କ୍ରୋଧ ଓ ଭୟମୁକ୍ତ ସ୍ଥିର ବୁଦ୍ଧି ବିଶିଷ୍ଟ ମନୁଷ୍ୟକୁ ମୁନି ବୋଲିକି କୁହାଯାଇଥାଏ। ଆଉ କ'ଣ? ଯସର୍ବତ୍ରା ନଭିସ୍ନେହ ସ୍ତତତ୍ ପ୍ରାପ୍ୟ ଶୁଭାଶୁଭମ୍ ନାଭିନନ୍ଦନ୍ତି ନ ଦ୍ୱେଷ୍ଟି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା। ତା'ର ଅର୍ଥ ହେଲା କ'ଣ ନା, ଯିଏ ସମସ୍ତ ବିଷୟରେ ମମତା ଶୂନ୍ୟ ଏବଂ ସେହି ଶୁଭ ଅଶୁଭ ବିଷୟକୁ ଲାଭ କରି ଆନନ୍ଦିତ ବା ବିଷାଦିତ ହୁଏ ନାହିଁ, ତାହାର ବୁଦ୍ଧି ସ୍ଥିର ବୋଲି ଆମକୁ ଜାଣିବାକୁ ପଡ଼ିବ। ଆଉ କ'ଣ? ଯଦା ସଂଘ ରଥେ ଚାୟଂ କୁର୍ମୁଙ୍ଗା ନିବସର୍ବସହ ଇନ୍ଦ୍ରିୟାଣୀ ଇନ୍ଦ୍ରିୟାର୍ଥେଭ୍ୟ ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା। ଅର୍ଥାତ୍ କଇଁଛ ଅଙ୍ଗ ସଦୃଶ ସେହି ଯୋଗୀ ଯେତେବେଳେ ନିଜର ଇନ୍ଦ୍ରିୟ ଗୁଡ଼ିକୁ ସ୍ୱ ଇନ୍ଦ୍ରିୟ ବିଷୟରୁ ପ୍ରତ୍ୟାହୃତ କରିନିଏ, ସେତେବେଳେ ତାର ବୁଦ୍ଧି ସ୍ଥିର ବୋଲି ଜାଣିବାକୁ ହୁଏ। ଆଉ କ'ଣ? ବିଷୟା ନିବର୍ତ୍ତନ୍ତେ ନିରାହାରସ୍ୟ ଦେହୀନ ରସବର୍ଜଂ ରସୋପ୍ୟସ ପରଂ ଦୃଷ୍ଟ୍ୱା ନିବର୍ତ୍ତତେ। ଅର୍ଥାତ୍ କାମନା ବର୍ଜନ ହୋଇଥିବାରୁ ସେହି ବିଷୟ ଅନାହାରୀ ପୁରୁଷର ବିଷୟ ଉପଭୋଗମାନ ନିବୃତ୍ତ ହୋଇଯାଏ, ମାତ୍ର ତାର ବିଷୟ ତୃଷ୍ଣା ପରମାତ୍ମାକୁ ଦର୍ଶନ କରି ନିବୃତ୍ତ ହୋଇଥାଏ। ପୁନଶ୍ଚ ସେ କହିଲେ, ଯତତ୍ୱ ହ୍ୟପି କୌନ୍ତେୟ ପୁରୁଷସ୍ୟ ବିପଶ୍ଚିତଃ ଇନ୍ଦ୍ରିୟାଣୀ ପ୍ରମାଥିନି ହରନ୍ତି ପ୍ରସଭଂ ମନଃ। ଅର୍ଥାତ୍ ଯତ୍ନଶୀଳ ବିବେକୀ ବ୍ୟକ୍ତିର ମନକୁ ଆଲୋଡ଼ନକାରୀ ଇନ୍ଦ୍ରିୟମାନ ବଳପୂର୍ବକ ହରଣ କରନ୍ତି। ତା ଦ୍ୱାରା କ'ଣ ହୁଏ ନା, ତାନି ସର୍ବାଣୀ ସଂଯମ୍ୟ ଯୁକ୍ତ ଆସିତ ମତ୍ପର ବଶ୍ୟ ହି ଯଶେନ୍ଦ୍ରିୟାଣୀ ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା। ସେଥିଲାଗି ଯତ୍ନଶୀଳ ବ୍ୟକ୍ତି ସେହି ସମସ୍ତଙ୍କୁ ଆୟତ୍ତ କରି ଈଶ୍ୱରଙ୍କଠାରେ ନିର୍ଭରଶୀଳ ହୋଇ ରହେ। ଯାହାର ଇନ୍ଦ୍ରିୟଗଣ ବଶୀଭୂତ, ତାହାର ବୁଦ୍ଧି ସ୍ଥିର। ଏ କଥା ଶ୍ରୀମଦ୍ ଭଗବଦ ଗୀତା 2ୟ ଅଧ୍ୟାୟରେ କୁହାଯାଇଛି। ସ୍ଥିତପ୍ରଜ୍ଞ ଶିକା ଭାଷା ସମାଧି କେଶବ ସ୍ଥିତ ଧି କିଂ ପ୍ରଭାସେତ କିମାସିତ ବ୍ରଜେତ କିମ୍। ଅର୍ଜୁନ ପଚାରିଛି କାହାକୁ? ଭଗବାନ ଶ୍ରୀକୃଷ୍ଣଙ୍କୁ, ଯେ ଯେଉଁମାନେ ସ୍ଥିତପ୍ରଜ୍ଞ, ସଦ୍ଗୁରୁ ତ ସ୍ଥିତପ୍ରଜ୍ଞ ନା, ତାଙ୍କର ଭାଷା କେମିତିକା, ତାଙ୍କ ଚାଲିଚଳନ କେମିତିକା, ସେ କେମିତି କ'ଣ ଖାଆନ୍ତି, କେମିତି ରୁହନ୍ତି, କେମିତି ବାସ କରନ୍ତି, ଭଗବାନ ତାଙ୍କୁ ବୁଝେଇ ଦେଇଛନ୍ତି। ତାକୁ ପଢ଼, ତାକୁ ବୁଝି ସାରିଲା ପରେ ସେଇ ଲକ୍ଷଣ ଗୁଡ଼ାକ ଯାହାଠି ପ୍ରକାଶ ପାଇବ, ସେଇ ହେଉଛନ୍ତି ସଦ୍ଗୁରୁ। ତାକୁ ଦେଖିବା, ଦେଖିକି ତମେ ଯାଞ୍ଚ କରିବ ଆଉ କ'ଣ।